ଗୋଟିଏ ଗାଁରେ ଜଣେ ସାଧବ ବୁଢ଼ା ଥିଲେ। ତାଙ୍କର 5 ପୁଅ ଏବଂ 5 ବୋହୂକୁ ନେଇ ହସ ଖୁସିର ସଂସାର। ବୋଇତ ନେଇ ପୁଅମାନେ ବାଣିଜ୍ୟ କରିବାକୁ ଯାଉଥାନ୍ତି। ଅନ୍ୟ ସମୟରେ ଚାଷ କାମ କରନ୍ତି। ଧାନ, ମାଣ୍ଡିଆ, ଗହମ ଏବଂ ଆଖୁ ଆଦି ଚାଷ କରୁଥାନ୍ତି। ଏମିତି ଥରେ ସାଧବମାନେ ଆଖୁ ଚାଷ କରିଥାନ୍ତି। ସାଧବ ବୋହୂମାନେ ଆଖୁରୁ ଘାସ ବାଛିବାକୁ ଯାଇଥାନ୍ତି। ସତ କଥା କହିବାକୁ ଗଲେ ସେମାନଙ୍କୁ ଘାସ ଓ ଆଖୁ ମଧ୍ୟରେ ପାର୍ଥକ୍ୟ ଜଣା ନଥିଲା। ତେଣୁ ସେମାନେ ଘାସକୁ ଛାଡ଼ି ଆଖୁ ଗଛଗୁଡ଼ିକୁ ଉପାଡ଼ି ଦେଲେ। ଠିକ୍ ଏହି ସମୟରେ ସାଧବ ବୁଢ଼ାର ବଡ଼ ପୁଅ ଆଖୁ କିଆରୀରେ ପହଞ୍ଚିଲା। ଏସବୁ ଦେଖି ସାଧବ ବୋହୂମାନଙ୍କୁ ଗାଳି ଦେଇ କହିଲା, ତୁମ୍ଭେମାନେ ଆଜି ଘରକୁ ଆସ, ତୁମ୍ଭ କଥା ବୁଝିବା। ଆଖୁ ଗଛଗୁଡ଼ିକୁ ଉପାଡ଼ି ଘାସ ଗୁଡ଼ିକୁ ରଖିଛ। ଏଇଆ କହି ସାଧବ ପୁଅ ଘରକୁ ଫେରିଗଲା। ସାଧବ ବୋହୂମାନେ କରିବେ କ'ଣ? ସମସ୍ତେ ଭୟଭୀତ ହୋଇଗଲେ। ଘରକୁ ଫେରିବାକୁ ସେମାନେ ଉଚିତ ମନେ କଲେ ନାହିଁ। ନିଜ ନିଜ ବାପା ଘରକୁ ଯିବା ପାଇଁ ବାହାରି ଗଲେ। କିଛି ଦୂର ଗଲା ପରେ ଏକ ପାହାଡ଼ିଆ ରାସ୍ତା ପଡ଼ିଲା। ରାସ୍ତା ପାଖରେ ଏକ କ୍ଷେତରେ 2 ଜଣ ବୁଢ଼ା ଓ ବୁଢ଼ୀ କ'ଣ ଗୋଟାଏ କରୁଥିଲେ। ସାଧବ ବୋହୂମାନଙ୍କୁ ଦେଖି ବୁଢ଼ା ଓ ବୁଢ଼ୀ ବହୁତ ଖୁସି ହୋଇଗଲେ ଏବଂ ସେମାନଙ୍କୁ ଏମିତି ବ୍ୟବହାର କଲେ ସତେ ଯେମିତି ବୁଢ଼ା ଓ ବୁଢ଼ୀ ସାଧବ ବୋହୂମାନଙ୍କୁ ଆଗରୁ ଚିହ୍ନିଛନ୍ତି। ବୁଢ଼ା ବୁଢ଼ୀଙ୍କ ବ୍ୟବହାରରେ ମଧ୍ୟ ବୋହୂମାନେ ଖୁସି ହୋଇଗଲେ ଏବଂ ତାଙ୍କ ସାଙ୍ଗରେ ତାଙ୍କ ଘରକୁ ଯିବା ପାଇଁ ରାଜି ହୋଇଗଲେ। ବୁଢ଼ା ବୁଢ଼ୀଙ୍କ ଖୁସି କହିଲେ ନ ସରେ, କାହିଁକି ନା ତାଙ୍କର ବହୁତ ଦିନର ଆଶା ପୂରଣ ହେବାକୁ ଯାଉଛି। ସେମାନେ ବହୁତ ଦିନରୁ ନରମାଂସ ଖାଇନାହାନ୍ତି। ବାସ୍ତବରେ ସେମାନେ ଅସୁର ଅସୁରୁଣୀ ଥିଲେ। ମଧୁର କଥା କହି ସେମାନଙ୍କୁ ଘରକୁ ନେଇଗଲେ। ବିଚରା ସାଧବ ବୋହୂମାନେ କିଛି ବି ଜାଣିପାରିଲେ ନାହିଁ। ସାଧବ ବୋହୂମାନଙ୍କୁ ଭଲ ବ୍ୟବହାର କରି ମାଛ, ମାଂସ ଓ ଭଲ ଭଲ ଖାଦ୍ୟ ଖାଇବାକୁ ଦେଲେ। ଏହିପରି କିଛି ଦିନ ବିତିଗଲା। ବୁଢ଼ୀ ଅସୁରୁଣୀ ବୁଢ଼ା ଅସୁରକୁ କହିଲା, ଆଜି ଗୋଟାକୁ ଖାଇଦେବା। ବହୁତ ଦିନ ହେଲା ପାଟିରେ ମଣିଷ ମାଂସ ବାଜିନି। ବୁଢ଼ା କହିଲା, ଆଲୋ ନା, ଆଜି ଖାଇବା ନାହିଁ। ଏମାନେ ମାଛ ମାଂସ ଖାଇ ମୋଟା ହୋଇଯାଆନ୍ତୁ, ତାପରେ ଗୋଟେ ଗୋଟେ ଖାଇବା। ବୁଢ଼ା କଥା ଶୁଣି ବୁଢ଼ୀ ନୀରବ ରହିଲା। ତା ପରଦିନ ବୁଢ଼ା ବୁଢ଼ୀ ସାଧବ ବୋହୂମାନଙ୍କୁ ଘରେ ରଖି ତାଲା ପକାଇ ଜଙ୍ଗଲକୁ ଚାଲିଗଲେ। ସାନ ବୋହୂ ଟିକେ ଚାଲାକ ଥିଲା। ସେ ଭାବିଲା, ଆମକୁ ଏମାନେ ତାଲା ପକାଇ କାହିଁକି ରଖୁଛନ୍ତି? ତାପରେ ଅନ୍ୟ ଏକ ଘରର କବାଟ ଖୋଲି ଯାହା ଦେଖିଲେ, ସେମାନଙ୍କର ହାଲକ ଶୁଖିଗଲା। ମଣିଷ ହାଡ଼, କଙ୍କାଳ ଆଉ ଗୋଟିଏ କଢ଼େଇରେ ତେଲ ଅଛି। ଏସବୁ ଦେଖି ସାଧବ ବୋହୂମାନେ ଜାଣିଲେ ଯେ ପ୍ରକୃତରେ ଏ ବୁଢ଼ା ବୁଢ଼ୀ 2 ଜଣ ରାକ୍ଷସ ଅଟନ୍ତି। ତାପରେ ଅନ୍ୟ ଏକ ଘରର କବାଟ ଖୋଲି ଦେଖିଲେ, ସେଠାରେ ବହୁତ ଗୁଡ଼ାଏ ଟଙ୍କା, ସୁନା, ରୂପା, ଅଳଙ୍କାର ଅଛି। ଟଙ୍କା ସୁନା ଦେଖି ସେମାନଙ୍କୁ ଲୋଭ ଲାଗିଲା। ଗାମୁଛାରେ ଟଙ୍କା, ସୁନା, ଅଳଙ୍କାର ଆଦିକୁ ଗଣ୍ଠିଲି କରି ଘରର ତାଲା ଭାଙ୍ଗି ସାଧବ ବୋହୂମାନେ ଘରୁ ବାହାରି ଗଲେ। କିଛି ସମୟ ପରେ ଅସୁର ଅସୁରୁଣୀ ଘରକୁ ଫେରିଲେ। ଦେଖିଲେ ଯେ ସେମାନେ କେହି ଘରେ ନାହାନ୍ତି। ବୁଢ଼ୀ ରାଗରେ ନିଆଁ ବାଣ ହୋଇ ବୁଢ଼ାକୁ କହିଲା, ଏଥର ମାଉଁସ ଚୋବେଇ ଚୋବେଇ ଖାଉଥା। ବୁଢ଼ା ଆଉ କରେ କ'ଣ? ସେମାନଙ୍କୁ ଖୋଜିବା ପାଇଁ
ବାହାରିଗଲା। ନଈ ହିଡ଼ ଉପରେ 5 ବୋହୂ ଯାଉଥିବାର ଦେଖି ଅସୁର ବହୁତ ଖୁସି ହୋଇଗଲା। ଲମ୍ବା ଲମ୍ବା ପାହୁଣ୍ଡ ପକାଇ ସେ ଦିଗରେ ଅଗ୍ରସର ହେଲା। ଅସୁରକୁ ଦେଖି ବୋହୂମାନେ ଭୟଭୀତ ହୋଇଗଲେ। ମନେ ମନେ ବହୁତ ଦିଅ ଦେବତାଙ୍କୁ ଡାକିଲେ। ପାଖରେ ଏକ କାଠ ଗଣ୍ଡି ପଡ଼ିଥିବାର ଦେଖି ବୋହୂମାନେ କହିଲେ, ସତରେ ଯଦି ଏଇ ପୃଥିବୀରେ, ଏଇ ଦୁନିଆରେ ଦିଅ ଦେବତା ଅଛନ୍ତି, ସୂର୍ଯ୍ୟଚନ୍ଦ୍ର ଅଛନ୍ତି, ତେବେ ଏଇ କାଠ ଗଣ୍ଡି 2 ଫାଳ ହୋଇଯାଉ। ସତକୁ ସତ କାଠ ଗଣ୍ଡି 2 ଫାଳ ହୋଇଗଲା। ତା ମଧ୍ୟରେ ସମସ୍ତେ ଲୁଚିଗଲେ। ପୁଣି କାଠ ଗଣ୍ଡି ପୂର୍ବ ପରି ସମାନ ହୋଇ ମିଶିଗଲା। ଠିକ୍ ଏହି ସମୟରେ ଅସୁର ଆସି ସେଠାରେ ପହଞ୍ଚିଲା। ହେଲେ ସେମାନଙ୍କୁ କେଉଁଠି ଦେଖିପାରିଲା ନାହିଁ। ଚାରିଆଡ଼େ ଖୋଜାଖୋଜି କଲା। ଶେଷରେ ଭାବିଲା, ଏଇଠି ତ ସେମାନେ ଥିଲେ, କେଉଁଆଡ଼େ ଗଲେ? ବୋଧହୁଏ ଏଇ କାଠ ଗଣ୍ଡି ଭିତରେ ଲୁଚି ଯାଇଥିବେ। ଅସୁର କ'ଣ ଭାବିଲା କେଜାଣି, ସେଇ କାଠ ଗଣ୍ଡିକୁ ମୁଣ୍ଡରେ ମୁଣ୍ଡେଇ ଘରକୁ ଫେରିଲା। କୁରାଢ଼ୀ ଆଣି କାଠକୁ ହାଣିବାରେ ଲାଗିଲା। ସାଧବ ବୋହୂମାନେ କରିବେ କ'ଣ? କାଠ ଭିତରେ ହୁଳହୁଳି ପକାଇବା ସହିତ ହରିନାମ ଜପିଲେ। ଏଇ ଶବ୍ଦ ଶୁଣି ଅସୁରୁଣୀ ବୁଢ଼ୀ ଡରିଗଲା ଓ ଅସୁର ବୁଢ଼ାକୁ କହିଲା, କାଠରେ ଦିଅଁ ଅଛି କି ଦେବତା ଅଛି? କାଠ ଗଣ୍ଡି ଯେଉଁଠି ଥିଲା ସେଇଠି ନେଇ ରଖି ଆସ। ଅସୁର ଆଉ କରିବ କ'ଣ? କାଠ ଗଣ୍ଡି ନେଇ ନଈ ପଠାରେ ରଖି ଆସିଲା। କିଛି ସମୟ ପରେ ସାଧବ ବୋହୂମାନେ କାଠ ଭିତରୁ ବାହାରି ଟଙ୍କା ସୁନା ଧରି ଘରକୁ ଫେରିଲେ। ସାଧବ ପୁଅମାନେ ତ ଆଗରୁ ରାଗି କରି ବସିଥିଲେ, କିନ୍ତୁ ଏଇ ଟଙ୍କା ସୁନା ରୂପା ଅଳଙ୍କାର ଦେଖି ବହୁତ ଖୁସି ହୋଇଗଲେ। ଆଉ ସେଇ ଦିନଠାରୁ ସେମାନେ ମହା ଆନନ୍ଦରେ ରହିଲେ।